ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଏହି ଦିନ ରଥର କାଠ ମଧ୍ୟ ଅନୁକୂଳ ହୁଏ। ଆଉ ଏହି ଦିନରେ ସବୁଠୁ ପବିତ୍ର ଦିନ ବୋଲି ମାନନ୍ତି। ଚାଷୀମାନେ ନିଜ ଜମିରେ ଏବେ ବିହନ ମଧ୍ୟ ବୁଣିଥାନ୍ତି, ଯାହାଫଳରେ ଭଲ ଫଳ ମଧ୍ୟ ଦେଇଥାଏ। ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ଏମିତି କିଛି ଘଟଣା ଘଟିଗଲା ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ହେଲା ବଡ଼ ଚମତ୍କାର। ଚାହୁଁ ଚାହୁଁ କିଛି ସେକେଣ୍ଡ ଭିତରେ ସବୁକିଛି ଲୀନ ହେବାକୁ ବସିଥିଲା। ଆଉ ଏଇଠି ପ୍ରଭୁ ଜଗନ୍ନାଥଙ୍କର ଚମତ୍କାର ଘଟିଗଲା, ଯାହାଫଳରେ ହଜାର ହଜାର ଲୋକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏ କି ହେଲା ପ୍ରଭୁ, ଏ କେମିତି ହେଲା? ସବୁ ସେ ପ୍ରଭୁ ଜଗନ୍ନାଥଙ୍କର ହିଁ ଚମତ୍କାର। ସତରେ ଥରୁଟିଏ ଅନ୍ତର ଆତ୍ମାରୁ ପ୍ରଭୁ ଜଗନ୍ନାଥଙ୍କୁ ଡାକିଦେଲେ ସେ ନିଶ୍ଚିନ୍ତ ଡାକ ଶୁଣନ୍ତି ଆଉ କେବେ ବି ଭକ୍ତକୁ ନିରାଶ କରନ୍ତି ନାହିଁ। ଏଭଳି ଘଟିଯାଇଛି କାଳିଆ ବାବୁ ପାଖରେ। ନା ତାଙ୍କର କାଳିଆ। ଏପଟେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ପ୍ରତ୍ୟେକ ଦିନ ସେ ଭକ୍ତି ମଧ୍ୟ କରିଥାନ୍ତି। ସେ ଜଣେ ମଧ୍ୟ ଚାଷୀ। ବୟସ ତାଙ୍କୁ ହେବ ପାଖାପାଖି 45 ବର୍ଷ। ତାଙ୍କ ଜୀବନରେ କୌଣସି ପ୍ରକାର ଦୁଃଖ ନଥିଲା, କିନ୍ତୁ ଅକ୍ଷୟ ତୃତୀୟା ଦିନ ପବିତ୍ର ଦିନରେ ଏମିତି କିଛି ଦୁଃଖ ମାଡ଼ି ବସିଲା, ଏମିତି କିଛି କଳା ପାହାଡ଼ ଆସିଗଲା ଯାହା ହଜାର ହଜାର ଲୋକ ଦେଖି ଆଶ୍ଚର୍ଯ୍ୟ। ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଠିଆ ହୋଇଛନ୍ତି ବଡ଼ ଦାଣ୍ଡରେ। ଏ କ'ଣ ହେଲା, କାହିଁକି ହେଲା, କିଏ କଲା, କେମିତି ବା ହେଲା? ଆଉ ଏଇଠି ଘଟିଗଲା ଲୋକମାନଙ୍କ ଆଗରେ ବିରାଟ ବଡ଼ ଚମତ୍କାର। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କର ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ପୁରୀ ପାଖରେ ତାଙ୍କ ଘର। କାଳିଆ ବାବୁ, ସ୍ତ୍ରୀ ସୁଲୋଚନା, ଦୁଇଟି ଝିଅ। ହୀରା କହିଲେ ନ ସରେ, କିନ୍ତୁ ଝିଅ ଲକ୍ଷ୍ମୀମନ୍ତ। କାହିଁକି ନା ଗାଁଠୁ ଆରମ୍ଭ କରିକି ସହରରେ ଥିବା ତାଙ୍କ ବନ୍ଧୁବାନ୍ଧବ ସମସ୍ତେ ଦୁଇ ଝିଅକୁ ବହୁତ ଭଲ ପାଆନ୍ତି। ଯାଆଁଳା ଝିଅ 2 ଜଣ, ବୟସ ପାଖାପାଖି 10ରୁ 12 ବର୍ଷ ହେବ। ପାଠ ପଢ଼ନ୍ତି ମଧ୍ୟ ସେଇ ପାଖାପାଖି ସ୍କୁଲରେ ପାଠ ପଢ଼ନ୍ତି। ବହୁତ ଭଲ ମଧ୍ୟ ପଢ଼ନ୍ତି। ବହୁତ ଶିକ୍ଷା ଦେଇଛନ୍ତି ବାପା ଜଣକ ପେଶାରେ ଜଣେ ଚାଷୀ। ଚାଷବାସରେ ସୁରୁଖୁରୁରେ ଚାଲିଥାଏ ତାଙ୍କ ପରିବାର। ଏପଟେ ସୁଲୋଚନା ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଉଠି ପ୍ରଭୁ ଜଗନ୍ନାଥଙ୍କ ନାମ କରି ଏବେ ବଳା ମଧ୍ୟ ବିକନ୍ତି। ତାଙ୍କ ଘର ପାଖରେ ଯେତିକ ସବୁ ଲୋକ ଆସନ୍ତି ତାଙ୍କଠୁ ବଳା ନେଇ ବଡ଼ ଦାଣ୍ଡରେ ବିକ୍ରି କରନ୍ତି। କାହିଁକି ନା ସେ ମଧ୍ୟ ଜଗନ୍ନାଥଙ୍କର ବିରାଟ ବଡ଼ ଭକ୍ତ। ଆଉ ସବୁଠୁ ବଡ଼ କଥା ହେଲା ଯେ ସୁଲୋଚନା କେବେ ବି ମନରେ କୌଣସି ଗର୍ବ ନଥାଏ। ଆଉ ଯେତେ ଲୋକ ଯାହା ତାଙ୍କ ଘରକୁ ଆସନ୍ତି ଦୁଆର ମୁହଁ କେହି ବି ଫେରନ୍ତି ନାହିଁ। ଘରେ ଖାଇବା ପିଇବା ଦେଇ ମଧ୍ୟ ଟଙ୍କା ଦେଇକି ମଧ୍ୟ ଛାଡ଼ନ୍ତି। ଆଉ ଏପଟେ ସ୍ୱାମୀ ମଧ୍ୟ ବହୁତ ଦୟାଳୁ, କାହାର ଦୁଃଖ ମଧ୍ୟ ଦେଖିପାରନ୍ତି ନାହିଁ। ବହୁତ ଭଲରେ ଚାଲିଥିଲା ତାଙ୍କ ପରିବାର। କିନ୍ତୁ ପବିତ୍ର ଅକ୍ଷୟ ତୃତୀୟା ଦିନ ଏମିତି କ'ଣ ଘଟିଗଲା ଯେ ଯାହା ତାଙ୍କ ଜୀବନରେ ବିରାଟ କଳା ବାଦଲ ଆସିଗଲା। ଆଉ ଚାହୁଁ ଚାହୁଁ ଏଇଠି ମଧ୍ୟ ବିରାଟ ବଡ଼ ଚମତ୍କାର ହୋଇଗଲା। ତେବେ ପ୍ରତିବର୍ଷ ଭଳି କାଳିଆ ବାବୁ ସବୁବେଳେ ଅକ୍ଷୟ ତୃତୀୟା ଦିନ ଏ ଜମିରେ ନୂଆ ବିହନ ପକାଇଥାନ୍ତି। କାହିଁକିନା ଭଲ ଚାଷ ହେବ, ଯାହାଫଳରେ 2 ପଇସା ବାହାରିଲେ ନିଜର ଛୁଆର ପାଠପଢ଼ା ଏବଂ ନିଜ ପରିବାର ସୁରୁଖୁରୁରେ ଚାଲିବ। ପ୍ରଭୁ ଜଗନ୍ନାଥଙ୍କ ନାମ ଧରି ଅକ୍ଷୟ ତୃତୀୟା ଦିନ ପ୍ରତି ବର୍ଷ ସେ ମଧ୍ୟ ପୂଜା କରିଥାନ୍ତି। ଆଉ ଏହି ଦିନ ରଥର କାଠ ମଧ୍ୟ ଅନୁକୂଳ ହୋଇଥାଏ। ଆଉ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶେଷରେ ସେ ବାହାରିଲେ ନିଜ ଜମିକୁ। ଆଉ ଏଇଠି ନିଜ ଜମିରେ ମଧ୍ୟ ପୂଜା କଲେ, ବିହନ ମଧ୍ୟ ପଡ଼ିଲେ। ଆଉ ଏଇଠି ଡାକିଲେ, ହେ ପ୍ରଭୁ, ମୋର 2ଟି ଝିଅ, ମୋର 2ଟି କନ୍ୟା ରତ୍ନ। ଆଉ ତାଙ୍କ ମୁଣ୍ଡରେ ତମରି ହାତ ଥାଉ ପ୍ରଭୁ, ତମରି ହାତ ଥାଉ। ମୋ ଝିଅ 2ଟିକୁ ଭଲରେ ରଖିଥା। ଏମିତି କହି ସବୁଦିନ ପ୍ରତ୍ୟେକ ଦିନ ବଡ଼ ଦାଣ୍ଡରେ ଠିଆ ହେଇ ମୁଣ୍ଡିଆ ମାରନ୍ତି। ଆଉ ଅକ୍ଷୟ ତୃତୀୟା ଦିନ କାଳିଆ ବାବୁଙ୍କୁ କହିଲେ ନ ସରେ, କାରଣ ବହୁତ ଖୁସି ସେ ଥାଆନ୍ତି। ଆଉ ଜମି ପୂଜା କଲେ, ତା ସହିତ ବିହନ ମଧ୍ୟ ବୁଣିଲେ। ବିହନ ବୁଣିକି ସିଧା ଆସୁଥାନ୍ତି। ଭାବିଲେ ପିଲା ଛୁଆ ସ୍ତ୍ରୀ ଏବଂ ଆସିକି ବଡ଼ ଦାଣ୍ଡରେ ଦର୍ଶନ କରି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଯାଇ ଅବଢ଼ା ଟିକେ ଖାଇବେ। ଆଉ ଶେଷରେ ମଧ୍ୟ ବାହାରି ଆସିଲେ। ନିଜ 2 ଝିଅ 2ଟି ଏବଂ ସ୍ତ୍ରୀକୁ ଧରି ଚାଲିଲେ। ବଡ଼ ଦାଣ୍ଡରେ ପହଞ୍ଚିଲେ। ଆଖିରୁ ଛଳ ଛଳ ଲୁହ ବାହାରୁଥାଏ ସ୍ତ୍ରୀ ଜଣକର। ଛୁଆ 2ଟିକୁ ମଧ୍ୟ ନେଇକି ଗଲେ। ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ। ବହୁତ କାନ୍ଦିଲେ ସ୍ତ୍ରୀ ଜଣକ।
ଆଉ ସୁଲୋଚନାଙ୍କ କାନ୍ଦ ଦେଖି କାଳିଆ ବାବୁ ପଚାରିଲେ, କାହିଁକି କାନ୍ଦୁଛ? ସେଇ ସମୟରେ ସୁଲୋଚନା କହିଲେ, ଇଏ ହେଲା ଖୁସିର ଲୁହ। କାରଣ ମୁଁ ସବୁବେଳେ ବଳା ବିକିଥାଏ, ସବୁବେଳେ ଦେଇଥାଏ। କିଛି ନା କିଛି ଲୋକ ଆସି ଆମ ଘରଠୁ ନେଇଥାନ୍ତି, କିନ୍ତୁ ସତରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିଦେଲେ ଇଏ ଖୁସିର ଲୁହ ବାହାରିଯାଏ। ମୁଁ ସବୁଦିନ ଭାବେ କେବେ ଯିବି ଦେଖା କରିବି, କିନ୍ତୁ ଆଜି ହିଁ ଏ ସୁଯୋଗ ଆସିଛି। ଶେଷରେ 4 ଜଣ ଯାକ ମହାପ୍ରସାଦ ଖାଇଲେ ଆଉ ବହୁତ ଖୁସିରେ ଥିଲେ। ଆଉ ସେଇ ସମୟରେ ବଡ଼ ଦାଣ୍ଡରେ ଝିଅ ଦୁଇଟି ଏପଟ ସେପଟ ହଉଥାନ୍ତି। ଆଉ ସେଇଠି ହଠାତ୍ କାଳିଆ ବାବୁ ଏବଂ ସୁଲୋଚନା ତାଙ୍କ ସ୍ତ୍ରୀ ଦେଖିଲା ବେଳକୁ ଝିଅ ଦୁଇଟି ନାହାନ୍ତି। କିଛି ମିନିଟ ଭିତରେ କୁଆଡ଼େ ପଳେଇଲେ ସେ ଜାଣି ମଧ୍ୟ ପାରିଲେ ନାହିଁ। ଚାରିପଟେ ଖୋଜିଲେ, ଡାକିଲେ, ଆନେ ଆନେ ବୋଲି ଡାକୁଥାନ୍ତି। କାରଣ ଝିଅ ନା ଆନେ ଆଉ ସୁନି। ତେବେ ଡାକୁଥାନ୍ତି, ଚିତ୍କାର କରୁଥାନ୍ତି, କିନ୍ତୁ କୋଉଠି ସେ ନାହାନ୍ତି। ମା ଜଣକ ପୁଣି କାନ୍ଦିଲେ, ଜୋର ଡାକାନ୍ଥାନ୍ତି, କାହିଁକି ନା ସେଇ ସମୟରେ ପିଲା ଚୋରି ମଧ୍ୟ ହେଉଥାଏ। ବାପା ମନରେ ମଧ୍ୟ ବହୁତ ଭୟ ଥାଏ। କିଛି ମିନିଟ ଭିତରେ ଝିଅ ଦୁଇଟି କୁଆଡ଼େ ପଳେଇଲେ। ତଥାପି ବାପା ଭାବୁଥାନ୍ତି ଏଇ ଆଖପାଖ ଦୋକାନରେ ଥିବେ। ସବୁ ଦୋକାନ ଆଡ଼େ ଦେଖି ଆସିଲେ, କୋଉଠି ନାହାନ୍ତି ଝିଅ 2 ଜଣ। ଝିଅ ଦୁଇଟିକୁ ଚିତ୍କାର କରି ଡାକୁଥାନ୍ତି ବାପା ମା। ବଡ଼ ଦାଣ୍ଡରେ ଏତେ ଜୋରେ ଡାକୁଥାନ୍ତି ଯେ ସମସ୍ତେ ଗହଳି ମଧ୍ୟ ହୋଇଗଲେ। କଣ ହୋଇଛି ବୋଲି ପଚାରିଲେ। କିଛି ସେବାୟତ ମଧ୍ୟ ପଚାରିଲେ। ସେପଟେ ମା ଜଣକ ବହୁତ କାନ୍ଦୁଥାନ୍ତି, ମୋ ଝିଅ ଦୁଇଟି ଏବେ ଏଇଠି ଥିଲେ, କିନ୍ତୁ କିଛି ସେକେଣ୍ଡ ଭିତରେ କୁଆଡ଼େ ଗଲେ ଆମେ ମଧ୍ୟ ଜାଣିପାରୁନାହୁଁ। ସେଇଠି ସେବାୟତ ମାନେ କହୁଥାନ୍ତି, ଏଇ କୋଉ ପାଖରେ ଥିବେ, ବ୍ୟସ୍ତ ହୁଅନି ମା, ନିଶ୍ଚିନ୍ତ ତମ ଝିଅ ତମ ପାଖକୁ ଫେରି ଆସିବ। ଆଉ ଏପଟେ ମଧ୍ୟ ବାପା ମଧ୍ୟ ବହୁତ ଚିତ୍କାର କରୁଥାନ୍ତି, କାରଣ ମନରେ ଭୟ ମଧ୍ୟ ଥାଏ। ଏସବୁ ଘଟଣା ଦେଖି ମନରେ କାହିଁକି ବା ଭୟ ନ ଆସିବ। ଆନେ ସୋନି ବୋଲି ଚିତ୍କାର କରୁଥାନ୍ତି, କୋଉଠୁ ପାଇଲେ ନାହିଁ। ପାଖାପାଖି ଘଣ୍ଟେ ହୋଇଗଲା। ମା ସେଇ ବଡ଼ ଦାଣ୍ଡରେ ଥାଇ କାନ୍ଦୁଥାନ୍ତି, ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି, ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତମେ ହିଁ ସାହା ଭରସା ପ୍ରଭୁ, ତମେ ହିଁ ସାହା ଭରସା। ମୋ ଝିଅକୁ ତମେ ହିଁ ମତେ ଫେରେଇ ଦିଅ ପ୍ରଭୁ, ତମେ ହିଁ ଫେରେଇ ଦିଅ। ଆଜି ଦିନଟା ମୋର ମନରେ ସବୁଠୁ ଖୁସି ଥିଲା, ସବୁ କିଛି ପାଇଯାଇଥିଲି, କିନ୍ତୁ ମୋ ଝିଅ କୁଆଡ଼େ ଗଲେ ଏପର୍ଯ୍ୟନ୍ତ ପତା ମିଳୁନି। ପାଖାପାଖି ଚାହୁଁ ଚାହୁଁ 2 ଘଣ୍ଟା ହୋଇଗଲା, ଦିନ 2ଟା ହେଇଗଲାଣି, ଏପର୍ଯ୍ୟନ୍ତ ମିଳୁନି। ଶେଷରେ ବାପା ଜଣକ କୁଆଡ଼େ କୁଆଡ଼େ ଖୋଜିଲେଣି, ନିଜ ସାଙ୍ଗସାଥି ସମସ୍ତଙ୍କୁ ଡାକିଲେଣି, ସମସ୍ତେ ଖୋଜାଖୋଜି କଲେଣି, କିଛି ମିଳୁନାହାନ୍ତି। ଶେଷରେ ଭାବିଲେ ଯେ ଆମେ ଟିକେ ସମୁଦ୍ର କୂଳ ଆଡ଼େ ବୁଲି ଆସିବା। ଆଉ ଏପଟେ ମା ଜଣକ ବଡ଼ ଦାଣ୍ଡରେ ଥାଇ ଲୁହ ଗଡ଼ଉଥାନ୍ତି, ଏଠି ସେଠି ଖୋଜୁଥାନ୍ତି। ଆଉ ଏପଟେ ବାପା ଜଣକ ସମୁଦ୍ର ଆଡ଼େ ମଧ୍ୟ ଖୋଜାଖୋଜି କଲେ, ଟୋଟାଲ ପାଇଲେ ନାହିଁ। କାଳେ ଘରକୁ ଚାଲି ଯାଇଥିବ ବୋଲି ବାପା ଘରକୁ ମଧ୍ୟ ଗଲେ, ଘରେ ମଧ୍ୟ 2ଟି ଝିଅ ନାହାନ୍ତି। ଆଉ ଏପଟେ ବାଧ୍ୟ ହୋଇକି ବାପାର ସାଙ୍ଗ 2 ଜଣ କହିଲେ, ଚାଲ ଯିବା ପୋଲିସରେ ଦେବା, ଥାନାରେ କମ୍ପ୍ଲେନ୍ କରିବା। ଆଉ ସେଇ ସମୟରେ ବାପା ଏପଟେ କହୁଛନ୍ତି, ନା ମୁଁ ଆଗେ ଏପଟେ ମୋର ଖୋଜେ। ଆଉ ସେପଟେ ସାଙ୍ଗ 2 ଜଣ ଥାନାରେ ମଧ୍ୟ ଜଣେଇଲେ। ବାପା ପୁଣି ଦୌଡ଼ି ଦୌଡ଼ି ଆସିଲେ ଥାନାକୁ। ଥାନାକୁ କହି ସାର୍ କହି ଥାନାରେ ମଧ୍ୟ କମ୍ପ୍ଲେନ୍ କଲେ। ସବୁ କିଛି ଡିଟେଲ ତଥ୍ୟ ନେଲେ ଏବଂ ସନ୍ଧ୍ୟା ହୋଇଗଲା। ମା ଜଣକର ଆଉ ସେନ୍ସ ନାହିଁ, ଚେତା ବୁଡ଼ି ଯାଉଥାଏ, ବାରମ୍ବାର ପାଣି ଢାଳୁଥାନ୍ତି। ଆଉ ବାପା ମଧ୍ୟ କହୁଥାନ୍ତି, ଚାଲ ଯିବା ଦେଖିବା। ବହୁତ କାନ୍ଦୁଥାନ୍ତି, କାହିଁକି ନା ତାଙ୍କର କନ୍ୟା ରତ୍ନ 2ଟି ହଠାତ୍ କୁଆଡ଼େ ପଳେଇଲେ ସେ ମଧ୍ୟ ଜାଣିପାରିଲେ ନାହିଁ। ଏମିତି ଚାହୁଁ ଚାହୁଁ ପୁଣି ବାପା କହିଲେ, ମୁଁ ଆଉ ଥରେ ଯିବି, ସମୁଦ୍ର କୂଳ ଆଡ଼େ ପଳେଇବି, କାହିଁକି ନା ଝିଅ 2ଟି ବେଶୀ ସମୁଦ୍ରରେ ଗାଧୋଇବା ପାଇଁ ପସନ୍ଦ କରୁଥାନ୍ତି। ପୁଣି କାନ୍ଦି କାନ୍ଦି ଯାଉଥାନ୍ତି ସମୁଦ୍ର କୂଳକୁ। ବାପା ମା, ବାପାଙ୍କର ବନ୍ଧୁବାନ୍ଧବ ବହୁତ ଲୋକ, ପାଖାପାଖି 8ରୁ 10 ଜଣ ଖୋଜୁଥାନ୍ତି। ଫଟୋ ଦେଖି ମଧ୍ୟ ମୋବାଇଲରେ ପଚାରୁଥାନ୍ତି, କେହି ଦେଖିନାହାନ୍ତି। ଆଉ ଶେଷରେ ବାପା ଗୋଟିଏ ସ୍ଥାନ ଭାବିଲେ, ମୁଁ ଯାଉଛି ସ୍ୱର୍ଗ ଦ୍ୱାର ଆଡ଼େ ଟିକେ ଦେଖିଦିଏ। ଗୋଟିଏ ମନରେ ଶେଷ ଆଶା। ଆଉ ସ୍ୱର୍ଗ ଦ୍ୱାର ଆଡ଼କୁ କେବଳ ବାପା ମୁହାଁଇଲେ। ବାପା ସ୍ୱର୍ଗ ଦ୍ୱାର ଆଡ଼କୁ ଟିକେ ଦେଖୁଥାନ୍ତି, କିନ୍ତୁ ସେଇଠି ସ୍ୱର୍ଗ ଦ୍ୱାର ପାଖରେ 2 ଝିଅ ବସିଥାନ୍ତି, କାନ୍ଦୁଥାନ୍ତି ମଧ୍ୟ। କାହିଁକି ନା ସେଇ 2 ଝିଅ ସ୍ୱର୍ଗ ଦ୍ୱାର ବୋଲି ଜାଣିଥାନ୍ତି, କିନ୍ତୁ ନିଜର ଘର କୋଉ ପଟେ ଯିବେ ରାସ୍ତା ମଧ୍ୟ ସେ ଜାଣିନଥାନ୍ତି। 10ରୁ 12 ବର୍ଷ ଝିଅ କେତେ ବୟସ ହେବ, କିନ୍ତୁ ଏଇଠି ବାପା 2 ଝିଅକୁ ଦେଖି କୁଣ୍ଢାଇ ପକେଇଲେ। ଗୋଟିଏ କଥା କହିଲେ, ତମେ କେମିତି ଆସିଲ? ଝିଅ 2 ଜଣ କହିଲେ, ଜଣେ ଅଙ୍କଲ ଆମକୁ ଡାକିଥିଲେ, କହିଥିଲେ କଣ ନେବ ମା କୁହ। ଆମେ ସେଇ ଦୋକାନ ପାଖକୁ ଚାଲି ଯାଇଥିଲୁ, ତାପରେ ହଠାତ୍ ଗାଡ଼ିରେ ବସେଇ ଆମକୁ ନେବା ପାଇଁ ବାହାରିଥିଲେ। ଆଉ ସେଇ ସମୁଦ୍ର କୂଳ ପାଖରେ 2 ସେବାୟତ ମଧ୍ୟ ଦେଖା ହୋଇଥିଲେ।
ଆଉ ପଚାରିଥିଲେ ଗାଡ଼ିକୁ ଅଟକାଇ ଏସବୁ କ'ଣ କରୁଛ, କାହିଁକି ନା ଆମେ ଚିତ୍କାର କରୁଥିଲୁ। ଆଉ ସେଇ ସମୟରେ ଗାଡ଼ିକୁ ଅଟକାଇ ଡ୍ରାଇଭରକୁ 2 ଚାପୁଡ଼ା ମଧ୍ୟ ମାରିଥିଲେ। ଆଉ ସେଇ ସମୟରେ ଆମେ ଗାଡ଼ି ଡୋର କରି ଓହ୍ଲେଇ ପଡ଼ିଥିଲୁ। ଗାଡ଼ିର ସେବାୟତଙ୍କ ମନରେ 2 ଜଣଙ୍କ ଭିତରେ ଯୁକ୍ତିତର୍କ ମଧ୍ୟ ଲାଗିଥିଲା। ଆଉ ସେଇ ସମୟରେ ଆମେ ଆସି ଏଇ ସ୍ୱର୍ଗଦ୍ୱାରରେ ବସି ପଡ଼ିଥିଲୁ ବାପା, କହିକି 2 ଜଣ କାନ୍ଦୁଥାନ୍ତି। ବାପା 2 ଝିଅକୁ ଧରି ବହୁତ କାନ୍ଦୁଥାନ୍ତି। ଆଉ ଏପଟେ ମା ମଧ୍ୟ ଦେଖି ଦୌଡ଼ିକି ପଳେଇ ଆସିଲେ। କୋଉଠି ଥିଲୁ ରେ ମା, କୋଉଠି ଥିଲୁ ରେ ମା, ଏମିତି ମଧ୍ୟ କହୁଥାନ୍ତି। ଆଉ ସବୁ କଥା ବଖାଣିଲେ ଝିଅ 2 ଜଣ। ଆଜି ସେଇ ପ୍ରଭୁ ଜଗନ୍ନାଥଙ୍କ କୃପାରୁ 2ଟି ଝିଅକୁ ସେ ପୁନର୍ଜନ୍ମ ବା ଆଉ ଥରେ ପାଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ବହୁତ ମୁଣ୍ଡିଆ ମାରିଲେ। ଆଉ ଏପଟେ ଭାଗ୍ୟ ଭଲ ସେ ପିଲା ଚୋର ହଉ ବା ଯେକୌଣସି ଲୋକ ହଉ, ସେ ମଧ୍ୟ ଆଉ ଧରା ପଡ଼ିଲା ନାହିଁ। ଆଉ ସେବାୟତ 2 ଜଣ କିଏ ଥିଲେ ସେ ମଧ୍ୟ ଆଉ କୌଣସି ପତ୍ତା ତାଙ୍କର ମିଳିଲା ନାହିଁ। ସେଇ ସମୟରେ ବହୁତ ଖୋଜାଖୋଜି କଲେ, ସେବାୟତକୁ ମିଳିଲା ନାହିଁ। ବାପା ମା 2 ଝିଅକୁ ଧରି ଚାଲିଲେ। ପରିବାର ଏବଂ କିଛି ବନ୍ଧୁବାନ୍ଧବ ମଧ୍ୟ ଦେଖାହେଲେ, ପଚାରିଲେ ଝିଅମାନଙ୍କୁ, ସବୁ କଥା ବଖାଣି ଦେଲେ। ଝିଅକୁ ଧରି ଚାଲିଲେ ଘରକୁ। ପ୍ରଭୁ ଜଗନ୍ନାଥ ଗୋଟିଏ କଥା କହିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ଆଜି ମୋ ଡାକ ଶୁଣିଲ, ମୋ ଝିଅ 2ଟିକୁ ମୋତେ ଫେରାଇଲ। ମୁଁ ଜାଣିଛି ମୁଁ କେବେ ବି କାହାର ଅନିଷ୍ଟ କରିନାହିଁ। ଆଜି ପ୍ରକୃତରେ ତମେ ହିଁ ମୋତେ ସାହାଯ୍ୟ କଲ। ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ସମସ୍ତଙ୍କ ମଙ୍ଗଳ କର ପ୍ରଭୁ, ଏତିକି କହିଲେ। ତେବେ ଇଏ ଥିଲା କାଳିଆ ବାବୁଙ୍କର ଗୋଟିଏ ସତ ଘଟଣା, ଯାହାକି ତାଙ୍କ ଜୀବନରେ ଘଟିଯାଇଛି। ଆଉ ଆଜି ବି ସେଇ ଅକ୍ଷୟ ତୃତୀୟା, ଯିଏକି ତାଙ୍କ ଅନୁଭୂତି କହି ସେ କାନ୍ଦି କାନ୍ଦି ଏସବୁ ବଖାଣୁଥିଲେ। ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ଅନ୍ତର ଆତ୍ମାରୁ ଯଦି ଭକ୍ତି କରୁଥିବେ ନା, ସେ ନିଶ୍ଚିନ୍ତ ଆମ ଡାକୁ ଶୁଣିବେ। ତେବେ ଯଦି ଆପଣଙ୍କର କିଛି ଅନୁଭୂତି ଅଛି, ନିଶ୍ଚିନ୍ତ ଆମର ମାଧ୍ୟମରେ ଯୋଗାଯୋଗ କରିବେ ଏବଂ ସେୟାର ମଧ୍ୟ କରିଦେବେ। ଜୟ ଜଗନ୍ନାଥ।